ଶିବାବତାର ଭଗବତ ପାଦ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ 2531ତମ ଜୟନ୍ତୀ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ମଠରେ ମହା ସମାରୋହରେ ପାଳିତ ହୋଇଯାଇଛି। ସକାଳ 10ଟାରେ ବରୁଣ ପୂଜା, ସଂକଳ୍ପ, ମାତୃପୂଜା, ବସୋଧାରା, ନାନ୍ଦି ଶ୍ରାଦ୍ଧ, ଗ୍ରହ ପୂଜନ, ବର୍ଦ୍ଧନୀ କଳସ ପୂଜନ, ପୁରୁଷ ସୂକ୍ତ ହୋମ, ପୀଠ ଦେବତା ହୋମ, ପୂର୍ଣ୍ଣାହୁତି, ଆଦି ଶଙ୍କରଙ୍କ ମହାଭିଷେକ, ବେଶ, ମହତୀ ଭୋଗ ଅର୍ପଣ, ଆରତୀ ଓ ପୁଷ୍ପାଞ୍ଜଳି ଇତ୍ୟାଦି ପୂଜାର୍ଚ୍ଚନା ପରେ ଅପରାହ୍ନ 3:30ରେ ଚଳନ୍ତି ପ୍ରତିମାଙ୍କ ବିମାନ ବିଜେ ଓ ନଗର ପରିକ୍ରମା କରାଯାଇଥିଲା। ବିମାନ ସହ ବହୁ ମହନ୍ତ ଓ ଭକ୍ତ ନଗର ପରିକ୍ରମା କରିଥିଲେ। ଶଙ୍କରାଚାର୍ଯ୍ୟ ମଠରୁ ଏହି ଶୋଭାଯାତ୍ରା ବାହାରି ବାଲିସାହି ଦେଇ ସିଂହଦ୍ୱାର ସମ୍ମୁଖରୁ ଦୋଳମଣ୍ଡପ ସାହି, କୁଣ୍ଢାଇବେଣ୍ଟ ସାହି, ମରିଚିକୋଟ ଛକ, ଦୋଳବେଦୀ, ମଣିକର୍ଣ୍ଣିକା ସାହି, ହରଚଣ୍ଡୀ ସାହି, ଗୌଡବାଡ ସାହି, ସ୍ୱର୍ଗଦ୍ୱାର ଆଳତୀ ତଟ ଓ କାଞ୍ଚି ମଠ ଦେଇ ମଠକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହି ଶୋଭାଯାତ୍ରା ପ୍ରତ୍ୟେକ ସାହିର ଭକ୍ତମାନେ ନିଜ ନିଜ ଘର ଆଗରେ କଳସୀ ରଖି ଓ ପ୍ରଦୀପ ପ୍ରଜ୍ୱଳନ କରିବା ସହ ନୈବେଦ୍ୟ ଅର୍ପଣ ପୂର୍ବକ ପନ୍ତି ଭୋଗ କରିଥିଲେ। ବିଭିନ୍ନ ସାହିର ମୁରବୀ ଓ ଭକ୍ତବୃନ୍ଦ ପରିକ୍ରମା ଶୋଭାଯାତ୍ରାରେ ଥିବା ପଥଚାରୀମାନଙ୍କୁ ଜଳ, ମିଷ୍ଟାନ୍ନ ଓ ବିଭିନ୍ନ ପ୍ରକାର ସର୍ବତ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା।